ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। କଣ ଆଉ କହିବା ଓ ଟ୍ରିପୁଲ ଏସିକୁ ଦେଖନ୍ତୁ, ମାନେ ତାରିଖ ପେ ତାରିଖ ଆପଣମାନଙ୍କର ମନେ ଥିବ କେବେ ଏପ୍ଲାଏ ଏଟା ଆରମ୍ଭ ହବା ଥିଲା। ଲାଷ୍ଟରେ 1 ଜୁଲାଇରେ ଯୋଉ ଆପଣଙ୍କର ଆରମ୍ଭ ହବା ଥିଲା, ତାକୁ ବର୍ତ୍ତମାନ 1 ଅଗଷ୍ଟ କରି ଦିଆଗଲା। ବୋଧେ ସେଇ 1 ଅଗଷ୍ଟ ପୂର୍ବରୁ ପୁଣି ଆଉ ଥରେ ଡେଟ୍ ଗୋଟେ ବାହାର କରିକି ପୁଣି ଆପଣଙ୍କର 1 ନଭେମ୍ବର କରି ଦିଆଯିବ। ପୁଣି ଆଉ ଥରେ ଡିସେମ୍ବର ବୋଧେ 2025 କରି ଦିଆଯିବ। ମାନେ ଓ ଟ୍ରିପୁଲ ଏସିର କଣ ପ୍ରୋବ୍ଲେମ ହଉଛି ତାକୁ ହିଁ ଜଣା, ନା କାହାର କଣ ପ୍ରୋବ୍ଲେମ ହଉଛି ଯାହା ଫଳରେ ଖାଲି ଏଇଟାକୁ ହିଁ ଆପଣଙ୍କର ଖାଲି ଘୁଞ୍ଚେଇ ଘୁଞ୍ଚେଇ ଆପଣଙ୍କର ଯାଉଛନ୍ତି। ଆଉ କଣ କହିବା, ଠିକ ଅଛି। ତ ଏବେ ତ ଆଉ କିଛି କରିହବନି, ନା ୟାକୁ ସେଇ ବିଏସସି ଓଡିଶା ଭଳିଆ ଟିକେ ଆପଣଙ୍କର ୟାକୁ ବି ଟିକେ ଜଣେଇବାର ଅଛି ଯେ ବାବୁ, ଆପଣ ମାନେ ଏକ୍ଜାମ ଡେଟ୍ ଗୁଡା ବା ଆପ୍ଲିକେସନ ଡେଟ୍ ଗୁଡାକୁ ଯୋଉ ଘୁଚେଇ ଘୁଚେଇ ଆପଣଙ୍କର ଯାଉଛନ୍ତି, କଣ ଅସୁବିଧା ଆପଣଙ୍କର ହଉଛି। ତ ବର୍ତ୍ତମାନ ପାଇଁ ଏହା ହିଁ ଇନଫର୍ମେସନ ଆପଣଙ୍କର ଯେ ଓ ଟ୍ରିପୁଲ ଏସି ର ଯୋଉ ଏସଏସଡି ର ଯୋଉ ଭ୍ୟାକେନ୍ସି ଅନଲାଇନ ଆପ୍ଲାଏ, ତାହା 1 ଜୁଲାଇରେ ହବନି, 1 ଅଗଷ୍ଟରେ ହେଇପାରେ। ହେବ ବୋଲି କହିହେବନି, ହେଇପାରେ, ପୁଣି ବଢିଯିବ କହିହେବନି। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ।